ସମସ୍ତଙ୍କୁ ସେବା ଜୁହାର ଏବଂ ଧନ୍ୟବାଦ। ଏବେ ଏବେ ଗୋଟେ ଦେଖିବାକୁ ମିଳୁଛି ଦିଲ୍ଲୀରେ କ'ଣ ଚାଲିଛି, ରିଜର୍ଭେସନ୍ ହଟାଅ ଗୋଟେ ଆନ୍ଦୋଳନ ଯନ୍ତର ମନ୍ତରରେ ଚାଲିଛି। ଠିକ୍ ଅଛି, ଆମେ ବି ଚାହୁଁନୁ ରିଜର୍ଭେସନ୍ ହଟାଅ ଏ ଥାଉ ବୋଲିକିରି। ଆମେ ବି କହୁଛୁ ସମସ୍ତଙ୍କୁ ସମାନ ଅଧିକାର ମିଳୁ। ସମସ୍ତ ଏ ଦେଶର ନାଗରିକ, କିନ୍ତୁ ସେ ଭିତରେ କେତେଟା କଥା ରହିଛି, ସେ କଥା ଶୁଣିକିରି ରହି ହେଉନାହିଁ କି ସହି ହେଉନାହିଁ। ଯଦି ରିଜର୍ଭେସନ୍ ହଟାଅ, ହଟିଯାଉ, କିନ୍ତୁ ଦେଶରେ ଯେତେ ବି ମନ୍ଦିର ଅଛି ସେ ମନ୍ଦିରରେ ମଧ୍ୟ ଶୂଦ୍ରମାନଙ୍କୁ 50% ରିଜର୍ଭେସନ୍ ଦିଆଯାଉ। ଏ ଜିନିଷଟାକୁ ମୁଁ ସମସ୍ତଙ୍କୁ ଦୋଷ ଦେବି ନାହିଁ। ଯେଉଁ ସବରଣ ସମାଜ ଅଛି, ବ୍ରାହ୍ମଣ ସମାଜ ଅଛି, ସେଇ ସମାଜରେ ମଧ୍ୟ ଯେଉଁମାନେ ସମ୍ବିଧାନକୁ ପଢ଼ୁଛନ୍ତି, ଯେଉଁମାନେ ସମ୍ବିଧାନକୁ ଜାଣିଛନ୍ତି, ଆଉ ବାବା ସାହେବ ଆମ୍ବେଦକର ବିଷୟରେ ଯେଉଁମାନେ ଜାଣିଛନ୍ତି, ସେମାନେ ସେମିତି କେବେ କହନ୍ତି ନାହିଁ। ଯେଉଁମାନେ କିଛି ଜାଣିନାହାନ୍ତି ଏ ଦେଶ ବିଷୟରେ, ଏ ଭାରତବର୍ଷ ବିଷୟରେ କିଛି ଜାଣିନାହାନ୍ତି, ଏମାନେ ଜାଣିଛନ୍ତି ଭାରତ ସ୍ୱାଧୀନ କେବେଠୁ ହେଲା 1947 ମସିହା। 47 ମସିହା ପରେ ଯେଉଁ ସମ୍ବିଧାନ ଲେଖା ହେଲା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନେତୃତ୍ୱରେ, ତାର ସଭାପତିତ୍ୱରେ, ସେଇ ଦିନରୁ ଏମାନେ 80 ବର୍ଷର କଥାକୁ ଜାଣିଛନ୍ତି। ତା ପୂର୍ବ କଥା ଏମାନଙ୍କୁ କିଛି ବି ଜଣା ନାହିଁ। ଭାରତ ମାଟିର ଇତିହାସ ବିଷୟରେ ବି କିଛି ଜଣା ନାହିଁ। ଇଂରେଜମାନଙ୍କ ପୂର୍ବରୁ ଏ ଭାରତ ଦେଶରେ କେଉଁମାନେ ଶାସନ କରୁଥିଲେ, ତା ପୂର୍ବରୁ କେଉଁମାନେ ଶାସନ କରୁଥିଲେ, ତା ପୂର୍ବରୁ କେଉଁମାନେ ଶାସନ କରୁଥିଲେ, ଏ ଇତିହାସକୁ ଜାଣିବା ପାଇଁ ହେଲେ ଏ ଯେ ଭାରତବର୍ଷର ପୃଷ୍ଠଭୂମିକୁ ଯାଇକରି ଦେଖିବାକୁ ହେବ। ସର୍ବପ୍ରଥମେ ଏ ଦେଶକୁ ଗୋଣ୍ଡମାନେ ଶାସନ କରୁଥିଲେ, ଗୋଣ୍ଡ ରାଜାମାନେ ଥିଲେ। କିନ୍ତୁ ସେତେବେଳେ ଶିକ୍ଷା ବ୍ୟବସ୍ଥା ନଥିଲା, ଶିକ୍ଷାର ବ୍ୟବସ୍ଥା ନଥିଲା। କିନ୍ତୁ ଉଚ୍ଚ କୋଟିର ଶାସନ ଥିଲା। ସେମାନଙ୍କର ଆଚାର ବ୍ୟବହାର ସରଳ ଥିଲା। ସେମାନେ ଦେଶର ପ୍ରଜାକୁ ସୁନ୍ଦର ଭାବରେ ଚଳେଇକି ନେଉଥିଲେ। ତାଇ ଭିତରେ ମୋଗଲ ଆସିଛନ୍ତି, ତାଇ ଭିତରେ ବାବର ଆସିଛି ଦେଶରେ। ସେମାନେ ମଧ୍ୟ ରାଜାମାନଙ୍କ ସାଙ୍ଗେ ଲଢ଼େଇ କରିକି ସେମାନେ ବି ତାଙ୍କର କେତେ କେତେ ଏରିଆକୁ ସେମାନେ ବି ଶାସନ କରିକି ଯାଇଛନ୍ତି। ତାପରେ ପରେ ଇଂରେଜମାନେ ଆସିଛନ୍ତି। ଇଂରେଜମାନେ 200 ବର୍ଷ ଭାରତକୁ ଶାସନ କରିଛନ୍ତି। ଏ 200 ବର୍ଷ ଶାସନ ଭିତରେ ଇଂରେଜମାନଙ୍କର ବିରୋଧରେ, ବାବରମାନଙ୍କର ବିରୋଧରେ, ମୋଗଲର ବିରୋଧରେ କେଉଁମାନେ ସ୍ୱର ଉତ୍ତୋଳନ କରିଥିଲେ, କେଉଁମାନେ ଲଢ଼େଇ ଆରମ୍ଭ କରିଥିଲେ, ସେଇ ଇତିହାସ ଯେଉଁମାନେ ଆଜି ରିଜର୍ଭେସନ୍ ହଟାଅ ବୋଲି ବୁଲା କୁକୁରଙ୍କ ବୋଲି ରାସ୍ତାରେ ଚିଲଉଛନ୍ତି, ସେମାନଙ୍କୁ ଏ ଇତିହାସ ବିଷୟରେ ଜଣାଅଛି କି? ମୁଁ ପଚାରୁଛି, ସେମାନଙ୍କୁ ଜଣାଅଛି କି? 1700-1600 ମସିହାରୁ ଆରମ୍ଭ କରିକିରି 1947 ମସିହା ପର୍ଯ୍ୟନ୍ତ ଏଇ ଦେଶର ମୂଲ ମାଲିକ, ଏଇ ଦେଶର ବହୁଜନ ସମାଜ, ଏଇ ଦେଶର ମୂଳ ନିବାସୀ ଆଦିବାସୀମାନେ ହିଁ ପ୍ରତ୍ୟେକ ଶାସନ ସମୟରେ ଏଠିକାର ଜଲ ଜଙ୍ଗଲ ଜମିନକୁ ବଞ୍ଚାଇବା ପାଇଁ
ଲଢ଼େଇ ଆରମ୍ଭ କରିଥିଲେ ଏବଂ ଲଢ଼େଇ ଆରମ୍ଭ କରି ସେମାନଙ୍କୁ ଏଠାରୁ ବିତାଡ଼ିତ ମଧ୍ୟ କରିଛନ୍ତି। ଶେଷରେ ଇଂରେଜମାନେ ଆସିଛନ୍ତି। ଇଂରେଜମାନଙ୍କ ଦ୍ୱାରା ଭାରତ ଦେଶ ଶାସିତ ହେଉଥିଲା, ଶୋଷିତ ହେଉଥିଲା। ତା ବିରୁଦ୍ଧରେ ମଧ୍ୟ ପ୍ରଥମେ ତ ଏ ଦେଶର ମୂଳ ମାଲିକମାନେ ହିଁ ସ୍ୱର ଉତ୍ତୋଳନ ଆରମ୍ଭ କରିଥିଲେ। ସେମାନେ ଯେତେବେଳେ ଲଢ଼େଇ ଆରମ୍ଭ କରିଥିଲେ, ଆପଣମାନଙ୍କୁ କହିଦେବା ପାଇଁ ଚାହେଁ, ଜଣାଇ ଦେବା ପାଇଁ ଚାହେଁ, ଏଇ ଆମ ରାୟଗଡ଼ ଉମରକୋଟରୁ ନେଇକରି ନବରଙ୍ଗପୁର ସାରା ଅଣ୍ଡେବାଟ କୋରାପୁଟ ଜିଲ୍ଲାର ଇତିହାସ। ସ୍ୱର୍ଗତ ରବି ସିଂ ମାଝୀ ଜଣେ ଏ ଅଞ୍ଚଳର ସ୍ୱାଧୀନ ସଂଗ୍ରାମୀ। ବୋଗା ପୂଜାରୀ ସୋନୁ ମାଝୀଠୁ ନେଇକି ବାଜି ରାଉତଠୁ ନେଇକରି এই ନବରଙ୍ଗପୁର ଜିଲ୍ଲାରୁ ମଧ୍ୟ ଅନେକ ଆଦିବାସୀ, ହରିଜନ, ଓବିସି, ମାଇନରିଟି ଏବଂ ସମସ୍ତ ବର୍ଗର ଲୋକ ଲଢ଼େଇରେ ସାମିଲ ହୋଇଥିଲେ। ତନ୍ମଧ୍ୟରୁ ଶହୀଦ ଲକ୍ଷ୍ମଣ ନାୟକ ଜଣେ ଏମିତି ଯୋଦ୍ଧା ଥିଲେ। ସେ ମଧ୍ୟ ଏଇ ଦେଶକୁ ରକ୍ଷା କରିବା ପାଇଁ, ମାଟି ରକ୍ଷା କରିବା ପାଇଁ, ଏଇ ଜଲ ଜଙ୍ଗଲ ଜମିନକୁ ରକ୍ଷା କରିବା ପାଇଁ ତାର ଜୀବନକୁ ସେ ଉତ୍ସର୍ଗୀକୃତ କରିକି ସେ ପାଶିପୁଟରେ ଚଳିଛନ୍ତି ଆଉ ତାର ଜୀବନକୁ ବଳିଦାନ ଦେଇଛନ୍ତି। ଏଇଭଳି ଦେଶରେ ଅନେକ, ଆମ ଓଡ଼ିଶାରେ ବି ଅନେକ ଯୋଦ୍ଧାମାନେ ଥିଲେ। ସେମାନଙ୍କର ବିଷୟରେ କୌଣସି ଇତିହାସରେ ଲେଖା ହେଲା ନାହିଁ, ଯେହେତୁ ଆମ ଆଦିବାସୀମାନଙ୍କର ପ୍ରତି ଆଗରୁ ଅନ୍ୟାୟ କରି କରି ଆସୁଛନ୍ତି। ସେଇମାନେ ଷଡ଼ଯନ୍ତ୍ର କରି ଆସୁଛନ୍ତି। ସେଇମାନେ ହିଁ ଏ ଯେଉଁ ଆଦିବାସୀ ଇତିହାସକୁ ଚପେଇ ଦେବା ପାଇଁ ଆଉ ଚପେଇ ଦେଇଛନ୍ତି ଏବଂ ଚପେଇ ଦେବା ପାଇଁ ଏବେ ପର୍ଯ୍ୟନ୍ତ ବି ଚାଲିଛି। ଏମାନେ ଖାଲି ରିଜର୍ଭେସନକୁ ଦେଖିଛନ୍ତି। ରିଜର୍ଭେସନ ନାଁରେ ହିଁ ଏମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଯେଉଁ ଦେଶରେ ହିନ୍ଦୁତ୍ୱକୁ ନେଇକିରି ଏବଂ ଭଗବାନକୁ ନେଇକିରି ଯେଉଁ ରାଜନୀତି ଚାଲିଛି, ସମସ୍ତଙ୍କର ଭଗବାନ ଉପରେ ଆସ୍ଥା ଅଛି, ବିଶ୍ୱାସ ଅଛି, ଭରସା ଅଛି, ସମସ୍ତେ ମାନୁଛନ୍ତି ଆଉ ସମସ୍ତେ ମାନିବେ। ଆରେ ଦୁଇ ମତ ନାହିଁ। କିନ୍ତୁ ଏ ରିଜର୍ଭେସନ ପଛରେ ଲାଗିବାର କାରଣ କ'ଣ? ଏମାନଙ୍କୁ ବୋଧେ ଖ୍ୟାଲ ନାହିଁ, ଏମାନଙ୍କୁ ବୋଧେ ଜ୍ଞାନ ନାହିଁ। ଶିକ୍ଷା ବ୍ୟବସ୍ଥା ପାଇଁ ଆମେ ଲାଗିବା, ଉଚ୍ଚ କୋଟିର ଶିକ୍ଷା ଭାରତବର୍ଷରେ ଆରମ୍ଭ ହେଉ, ଏଥିପାଇଁ ଏମାନଙ୍କର ଚିନ୍ତା ନାହିଁ। ସ୍ୱାସ୍ଥ୍ୟ ସେବା କେମିତି ମଜବୁତ ହେବ ଏ ବିଷୟରେ ଏମାନଙ୍କୁ ଚିନ୍ତା ନାହିଁ। ଏଠିକାର ଅର୍ଥନୀତି କେମିତି ମଜବୁତ ହେବ ଏ ବିଷୟରେ ଏମାନଙ୍କୁ ଚିନ୍ତା କରବାର ନାହିଁ। ଖାଲି ରିଜର୍ଭେସନ ପଛରେ ଲାଗିଛନ୍ତି। ରିଜର୍ଭେସନରେ କେତେ ଆଦିବାସୀ, ହରିଜନ, ଓବିସି ଲୋକ ଏ ଦେଶର ସମ୍ପତ୍ତିକୁ ଲୁଟିକି ଖାଇଛନ୍ତି, ସେ ବିଷୟରେ ବି ଏମାନେ କହିପାରିବେ କି? ଏମାନେ ଜବାବ ଦେଇପାରିବେ କି? ଏମାନଙ୍କ ପାଖରେ ହିସାବ ଅଛି କି? ଆଜି ରାମ ମନ୍ଦିରରେ ଚୋରି ହେଇଛି କୋଟି କୋଟି ଟଙ୍କା, ଶହ ଶହ କୋଟି ଟଙ୍କା। ସେ ରାମ ମନ୍ଦିରରେ କ'ଣ ଆଦିବାସୀ ପୂଜାରୀ ଅଛନ୍ତି? ସେ ରାମ ମନ୍ଦିରରେ କ'ଣ ଓବିସି ପୂଜାରୀ ଅଛନ୍ତି? ସେ ରାମ ମନ୍ଦିରରେ କ'ଣ ଦଳିତ ଲୋକ ପୂଜାରୀ ଅଛନ୍ତି କି? ସେଇଠି ତ ସମସ୍ତେ ଉଚ୍ଚବର୍ଗର ଲୋକ ପୂଜାରୀ ଅଛନ୍ତି। ସମସ୍ତେ ସେଠିକାର କାର୍ଯ୍ୟକର୍ତ୍ତା ଉଚ୍ଚବର୍ଗର ଅଛନ୍ତି। ସେଇଠି କେମିତି ଚୋରି ହେଲା? ସେଇ ଚୋରମାନଙ୍କର ବିଷୟରେ ଏମାନେ କାହିଁକି ମୁହଁ ଖୋଲି ପାରୁନାହାନ୍ତି? ସେଇ ଚୋରମାନଙ୍କର ବିଷୟରେ ଏମାନେ କାହିଁକି ରେଲି କରିପାରୁନାହାନ୍ତି କି ଷ୍ଟ୍ରାଇକ୍ କାହିଁକି କରିପାରୁନାହାନ୍ତି? ରିଜର୍ଭେସନ ପଛରେ ଲାଗିଛନ୍ତି। ଆଜି ଏଇ ୟୁଟ୍ୟୁବ୍ ଚ୍ୟାନେଲ, ଟିଭି ଚ୍ୟାନେଲ ମାଧ୍ୟମରେ ଆମେ ଜାଣିବାକୁ ପାଉଛୁ କେଦାରନାଥ ମନ୍ଦିରରୁ ଚୋରି ହେଇଛି। ସେ ମନ୍ଦିରରେ କ'ଣ ଆଦିବାସୀ ପୂଜାରୀ ଅଛନ୍ତି? ସେ ମନ୍ଦିରରେ କ'ଣ ଓବିସି ଲୋକ ପୂଜାରୀ ଅଛନ୍ତି? ସେ ମନ୍ଦିରରେ କ'ଣ ଦଳିତ ଲୋକ ପୂଜାରୀ ଅଛନ୍ତି? ସେଠି ବି ତ ହୁଏତ ଉଚ୍ଚ କୋଟିର ଲୋକ ପୂଜାରୀ ଥିବେ। ସେଠିକା ଚୋରି ବିଷୟରେ ଏମାନେ କାହିଁ ମୁହଁ ଖୋଲି ପାରୁନାହାନ୍ତି? ଶୁଣିବାକୁ ମିଳୁଛି 500 କୋଟି ଟଙ୍କାର ସୁନା ରୂପା ବୈଷ୍ଣୋଦେବୀ ମନ୍ଦିର ଜମ୍ବୁରେ, କଟ୍ରାରେ ବୈଷ୍ଣୋଦେବୀ ମନ୍ଦିରରେ ଲୋକ ଦାନ କରିଥିଲେ। ଆଜି ସେଇ ମନ୍ଦିରର ସୁନା ରୂପା ସବୁ ଡୁପ୍ଲିକେଟ୍ ବାହାରୁଛି, ଅରିଜିନାଲ ଆଉ ନାହିଁ। ସେ ମନ୍ଦିରରେ କ'ଣ ଆଦିବାସୀ ପୂଜାରୀ ଅଛନ୍ତି କି?
ସେ ମନ୍ଦିରରେ କ'ଣ ଦଳିତ ଲୋକ ପୂଜାରୀ ଅଛନ୍ତି କି? ସେ ମନ୍ଦିର ବିଷୟରେ କାହିଁ ମୁହଁ ଖୋଲୁନ? ହଜାର ହଜାର କୋଟି ଟଙ୍କା ଚୋରି ହେଉଛି। ତା ବାଦ ଏବେ ଖବର, ଅଳ୍ପ ଦିନର ଖବର, ଜଗନ୍ନାଥ ପୁରୀ ମନ୍ଦିରରେ ବି ସେଇ ଚୋରି ହେଇଛି ବୋଲିକିରି ଶୁଣିବାକୁ ମିଳୁଛି। ଜଗନ୍ନାଥ ମନ୍ଦିର ହେଉଛି ଆଦିବାସୀମାନଙ୍କର ଦେବତା ଜଗନ୍ନାଥ। ସେ ଜଗନ୍ନାଥ ମନ୍ଦିରରେ କ'ଣ ଆଦିବାସୀ ପୂଜକ ଅଛନ୍ତି କି? ସେ ଜଗନ୍ନାଥ ମନ୍ଦିରରେ କୌଣସି ଦଳିତ ଲୋକ ପୂଜକ ଅଛନ୍ତି କି? ସେଠି ଚୋରି ହେଲା କାହିଁକି? କେମିତି ଚୋରି ହେଲା? ସେ ବିଷୟରେ କାହିଁ ତମର ମୁହଁ ବନ୍ଦ କାହିଁକି? ସେ ବିଷୟରେ ତମେ କାହିଁକି ମୁହଁ ଖୋଲୁନ? ଆଜି ରିଜର୍ଭେସନ ପଛରେ ଲାଗିଛ। ଏ ରିଜର୍ଭେସନ ତମ ଅଜା ଦାଦୀମାନଙ୍କର ଦେବା ରିଜର୍ଭେସନ ନାହିଁ। ଏ ଦେଶର ମୂଲ ମାଲିକ ଏଇ ମାଟିକୁ ବନେଇକି ଗଢ଼ିକି ରଖିଥିବା ଏଠିକାର ମୂଳ ବାସିନ୍ଦା ଆଦିବାସୀ, ଏଠିକାର ବହୁଜନ ସମାଜର ଏଇଟା ହେଉଛି ଜନ୍ମଗତ ଅଧିକାର। ସମ୍ବିଧାନରେ ବାବା ସାହେବ ଲେଖିକି, ଆମ୍ବେଦକର ଲେଖିକି ଦେଇଛନ୍ତି, ଏଇଟା ହେଉଛି ଆମର ହକ୍ ଅଧିକାର। ଆକୁ କିଏ ଆମକୁ ଦୟାକରି ଦେଇନାହାନ୍ତି। ଯେତେ ବି ବଡ଼ ବଡ଼ ପୋଷ୍ଟରେ ବସିଛନ୍ତି, ମନ୍ତ୍ରୀ ହେଉଛନ୍ତି, IAS OAS IPS ହେଉଛନ୍ତି, କମିଶନର ହେଉଛନ୍ତି, ତାହିଁରେ କେତେଜଣ ଆଦିବାସୀ ଅଛନ୍ତି, କେତେଜଣ OBC ଅଛନ୍ତି, କେତେଜଣ ବହୁଜନ ମାନେ ଦଳିତ ଲୋକ ଅଛନ୍ତି। ଆଉ ସେଇମାନେ ଆଦିବାସୀ ହରିଜନ ନାଁରେ ଏ ଦେଶର ବିକାଶ ପାଇଁ ଯେଉଁ ଯୋଜନା ତିଆରି ହେଉଛି, ସେ ଯୋଜନାରେ ଆସୁଥିବା ଅର୍ଥକୁ ବାଟମାରଣା କରି ଖାଇକିରି ଆରବ ଟଙ୍କାକୁ ଲୁଟିକିରି ସେମାନେ ଧରା ପଡ଼ୁଛନ୍ତି। ଭିଜିଲାନ୍ସ ହାତରେ ସେମାନେ ଧରା ପଡ଼ୁଛନ୍ତି, ED ହାତରେ ସେମାନେ ଧରା ପଡ଼ୁଛନ୍ତି, CBI ହାତରେ। କେଉଁମାନେ ତାହିଁରେ ହିସାବ ଦେଇପାରିବ କି? ଆଦିବାସୀ କେତେ ଅଛନ୍ତି? OBC କେତେ ଅଛନ୍ତି? ଦଳିତ କେତେ ଅଛନ୍ତି? ଆଜି ଶୁଣିବାକୁ ମିଳୁଛି ଏ ଦେଶରୁ ହଜାର ହଜାର କୋଟି ଟଙ୍କା ଲୁଟିକି ସମସ୍ତେ ବିଦେଶ ଲୁଚିଛନ୍ତି। ପୁଣି ନୀରବ ମୋଦି, ବିଜୟ ମାଲ୍ୟା, ଏଇଭଳିଆ ଅନେକ ଲୁଟେରା ଅଛନ୍ତି। ସେମାନଙ୍କର ବିଷୟରେ ତ କାହିଁ ତମ ମୁହଁ ଖୋଲୁ ନାହିଁ? ସେମାନଙ୍କର ବିଷୟରେ କାହିଁ ତମେ ଚୁପ୍ ଅଛ? ହାସ୍ୟାସ୍ପଦ କଥା ଏଇଟା। ରିଜର୍ଭେସନରେ ଦେଶର କିଛି କ୍ଷତି ହେଉନାହିଁ। ରିଜର୍ଭେସନରେ ଦେଶର କିଛି ବି କ୍ଷତି ହେବ ନାହିଁ। ଏଇ ଆପଣମାନଙ୍କର ଯେଉଁ ବଡ଼ବଡ଼ିଆ ମାନେ ଯେଉଁ ଦେଶକୁ ଲୁଟିକି ଖାଉଛନ୍ତି, ଯେଉଁ ଦେଶର ରାଜସ୍ୱକୁ ଲୁଟି ଖାଉଛନ୍ତି, ଆଦିବାସୀ ହରିଜନ ନାଁରେ ଦେଶର ବିକାଶ ନାଁରେ ଯେଉଁ ଯୋଜନା ତିଆରି ହେଉଛି, ସେଇ ଯୋଜନାର ପଇସାକୁ ଲୁଟିକି ଖାଉଛନ୍ତି। ସେ ବିଷୟରେ ଦେଖି ମୁହଁ ଖୋଲ ତ, ଟିକେ ଦେଖିବା, ଜାଣିବା। ସେ ବିଷୟରେ ତମକୁ ଆଖିରେ ଦିଶୁନାହିଁ। ସେ ବିଷୟରେ ତମର ମୁହଁରେ ତାଲା ପଡ଼ିଛି। ତେଣୁକରି ମୁଁ ଏ ଦେଶର ସମସ୍ତ ବର୍ଗର ଯେଉଁମାନେ ଗରିବ ସମ୍ପ୍ରଦାୟରେ ବାସ କରୁଛନ୍ତି, ଯେଉଁମାନେ ସେ ଯେ ବି ହଉ, ଯେ ସମ୍ପ୍ରଦାୟର ହଉ, ଯେ ଗରିବ ସମାଜରେ ବାସ କରୁଛି, ଯେ ଗରିବ ହିସାବରେ ବାସ କରୁଛି, ଜୀବନଯାପନ କରୁଛି, ସମସ୍ତଙ୍କୁ ମୋର ନିବେଦନ, ଏଇ ଯେଉଁ ପ୍ରହସନ କରୁଛନ୍ତି ଏମାନଙ୍କର କଥାରେ ରୁହନ୍ତୁ ନାହିଁ, ଏମାନଙ୍କର କଥାରେ ପଡ଼ନ୍ତୁ ନାହିଁ। ଠିକ୍ ଜିନିଷକୁ ଜାଣନ୍ତୁ। ଠିକ୍ ଜିନିଷକୁ ଜାଣିକି ଆପଣମାନେ କାମ କରନ୍ତୁ। ଆପଣମାନେ ସେଇ ରାସ୍ତାକୁ ଯାଆନ୍ତୁ। ଏଇ ଯେଉଁ ବୁକିଲା କୁକୁର ଭଳିଆ ଗୋଟେ ରିଜର୍ଭେସନ ନାଁରେ ଯେଉଁମାନେ ରାସ୍ତାଘାଟରେ ବୁକୁଛନ୍ତି, ତାଙ୍କର ବୁକୁବାଟାରେ ଆପଣମାନେ ବିଲକୁଲ ମିଶନ୍ତୁ ନାହିଁ। ଏଇ ଦେଶର ଇତିହାସକୁ ଜାଣନ୍ତୁ, ଏ ଦେଶର ମର୍ଯ୍ୟାଦାକୁ ଜାଣନ୍ତୁ। ଆଉ ରିଜର୍ଭେସନ ବିରୋଧରେ ଯେଉଁମାନେ ବକ୍ତବ୍ୟ ରଖୁଛନ୍ତି, ଯେଉଁମାନେ ବାଇଟ୍ ଦେଉଛନ୍ତି, ସେମାନଙ୍କୁ ମଧ୍ୟ ମୁଁ ଜଣାଇ ଦେବା ପାଇଁ ଚାହେଁ, କିଛି ଆପଣମାନେ ଜାଣିନାହାନ୍ତି। ଏଇ ଯୁବପିଢ଼ି କିଛି ଜାଣିନାହିଁ। ଏ ଯେଉଁମାନେ ଚିଲଉଛନ୍ତି, ଏମାନେ କିଛି ଜାଣିନାହାନ୍ତି। ଆପଣମାନଙ୍କର ଯଦି ଦାଦା ପ୍ରଦାଦା ଅଜା ବାପା ଅଛନ୍ତି, ସେମାନଙ୍କୁ ପଚାରନ୍ତୁ। ଏ ଦେଶ ବିଷୟରେ, ଏ ଭାରତବର୍ଷ ବିଷୟରେ ପଚାରିକି ଜାଣନ୍ତୁ, ବୁଝନ୍ତୁ। ଆଉ ବିଶେଷ କିଛି କହୁନାହିଁ। ଯଦି ମୋର କହିବାଟା ଭୁଲ ହେଇଥାଏ, ତାହେଲେ ମୁଁ ଭାଇ ବୋଲି ମୋତେ କ୍ଷମା କରିଦେବେ। ଆଉ କେଉଁ ଜାଗାରେ ଭୁଲ ତ୍ରୁଟି ଅଛି ବୋଲେ ତାର ପାଇଁ ମୋତେ ଏସବୁ ଜିନିଷ କହିବାଟା ଭଲ ହେଉନାହିଁ ବୋଲି ଗୋଟେ ମୋତେ ସଜେସନ୍ ଦେବେ। ଆଜିକାର ଏଇ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଏ ବାର୍ତ୍ତାଟା ମୁଁ ଦେଶବାସୀଙ୍କୁ ଦେଇଛି।
ଆଉ ନିଶ୍ଚିତ ଭାବରେ ଦେଶବାସୀ ଶୁଣିବେ, ଜାଣିବେ, ଭଲ ଲାଗିଲେ କମେଣ୍ଟ କରିବେ, ଆଉ ସେୟାର କରିବେ, ସବସ୍କ୍ରାଇବ୍ ବି କରିବେ। ଏତିକି କହି ଆଜିର ଏହି ଭିଡ଼ିଓଟାକୁ ଏଇଠି ମୁଁ ବନ୍ଦ କରୁଛି। ସମସ୍ତଙ୍କୁ ଜୟ ମୂଳ ନିବାସୀ, ଜୟ ଆଦିବାସୀ, ଆଉ ଜୟ ଭାରତ ମା, ବନ୍ଦେ ଉତ୍କଳ ଜନନୀ।